ସମସ୍ତଙ୍କୁ ମୋର ଆନନ୍ଦିତ ଜୟଗୁରୁ। ଆଜି ସତ୍ୟାନୁସରଣର ଆଉ ଗୋଟିଏ ବାଣୀକି ଆଲୋଚନା କରିବା। ସର୍ବପ୍ରଥମେ ଆମ୍ଭମାନଙ୍କୁ ଦୁର୍ବଳତା ବିରୁଦ୍ଧରେ ଯୁଦ୍ଧ କରିବାକୁ ହେବ, ସାହସୀ ହେବାକୁ ହେବ, ବୀର ହେବାକୁ ହେବ। ପାପର ଜ୍ୱଳନ୍ତ ପ୍ରତିମୂର୍ତ୍ତି ଏହି ଦୁର୍ବଳତା ତଡ଼ ଯେତେ ଶୀଘ୍ର ପାର ଏହି ରକ୍ତ ଶୋଷଣକାରୀ ଅବସାଦ ଉତ୍ପାଦକ ଭ୍ୟାମ୍ପାୟାରକୁ। ପ୍ରଥମେ ଯେଉଁ ରହିଛି, ସର୍ବପ୍ରଥମେ ଆମକୁ ଦୁର୍ବଳତା ବିରୁଦ୍ଧରେ ଯୁଦ୍ଧ କରିବାକୁ ହେବ। ଠାକୁର ସବୁବେଳେ ଜୀବନ ଓ ବର୍ଦ୍ଧନ ଉପରେ ଗୁରୁତ୍ୱ ଦେଉଥିଲେ। ଜୀବନରେ ବଢ଼ିବାକୁ ଆମକୁ ହେଲେ ପ୍ରଥମେ ନକାରାତ୍ମକ ଓ ଦୁର୍ବଳତା ସହିତ ଲଢ଼ିବା ଏବଂ ସାହସୀ ହେବା। ଯେଉଁ ରହିଛି ଭ୍ୟାମ୍ପାୟାର ମାନେ ଏଠି ରହିଲା କ'ଣ? ଅବସାଦ ଏବଂ ହୀନମନ୍ୟତାକୁ କହିଛନ୍ତି। ଯେପରି କାଳ୍ପନିକ ଭ୍ୟାମ୍ପାୟାର ଶରୀରରୁ ରକ୍ତ ଶୋଷି ନିଏ, ସେହିପରି ଅବସାଦ ଓ ଦୁର୍ବଳତା ମଣିଷର ଜୀବନ ଶକ୍ତି, ଉତ୍ସାହ, ଆନନ୍ଦ ଓ କର୍ମଠତାକୁ ଶୋଷି ନଷ୍ଟ କରେ। ଭିତରୁ ମଣିଷକୁ ଶୂନ୍ୟ ଓ ନିଶ୍ଚଳ କରିଦିଏ। ହିନ୍ଦୁ ପୌରାଣିକ କଥା ଅନୁସାରେ ଦେଖିଲେ, ମହାଭାରତର ଯୁଦ୍ଧ ଆରମ୍ଭରେ ମହାବୀର ଅର୍ଜୁନ ହଠାତ୍ ମାନସିକ ଦୁର୍ବଳତା ଓ ଅବସାଦଗ୍ରସ୍ତ ହୋଇ ନିଜର ଧନୁ ଛାଡ଼ି ଦେଇଥିଲେ ଓ ଯୁଦ୍ଧ କରିବାକୁ ମନା କରିଥିଲେ। ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ଗୀତାର ମାଧ୍ୟମରେ ଅର୍ଜୁନଙ୍କୁ କହିଥିଲେ, କ୍ଳୈବଂ ମା ସ୍ମ ଗମଃ ପାର୍ଥ, ଅର୍ଥାତ୍ ଏହି ଦୁର୍ବଳତା ତୁମକୁ ଶୋଭା ପାଏନା। ହେ ବୀର, ତୁମେ ଉଠ, ଯୁଦ୍ଧ କର। ଠାକୁରଙ୍କ ବାଣୀ ଯେଉଁ ରହିଛି, ସାହସୀ ହେବାକୁ ହେବ, ବୀର ହେବାକୁ ହେବ। ସେହିପରି ପାପର ଜ୍ୱଳନ୍ତ ପ୍ରତିମୂର୍ତ୍ତି ଏହି ଦୁର୍ବଳତା। ପାପର ଜ୍ୱଳନ୍ତ ମାନେ କ'ଣ? ନା, ଜଗତରେ ପାପ ବୋଲି ଠାକୁର କହିଛନ୍ତି, ଜଗତରେ ପାପ ବୋଲି କିଛି ଅଲଗା ବାହ୍ୟ ବସ୍ତୁ ନାହିଁ। ମଣିଷର ମନର ଦୁର୍ବଳତା, ଭୟ, ସଂଶୟ ଏବଂ ନିରାଶ ହିଁ ପାପର ମୂଳ କାରଣ। ଯେତେବେଳେ ଜଣେ ମଣିଷ ମାନସିକ ସ୍ତରରେ ଦୁର୍ବଳ ହୁଏ, ସେତେବେଳେ ସେ ଭୁଲ ରାସ୍ତାରେ ପରିଚାଳିତ ହୁଏ। ଦୁର୍ବଳତା ହିଁ ମଣିଷକୁ ସତ୍ପଥରୁ ବିଚ୍ୟୁତ କରେ। ତେଣୁ ଏହାକୁ ପାପର ଜ୍ୱଳନ୍ତ ରୂପ କୁହାଯାଇଛି। ହିନ୍ଦୁ ପୌରାଣିକକୁ ଦେଖିଲେ, ରକ୍ତବୀଜ ନାମକ ଏକ ଅସୁର ଥିଲା, ଯେ ତାର ବରଦାନ ଥିଲା, ରକ୍ତର ଗୋଟିଏ ବୁନ୍ଦା ଭୂମିରେ ପଡ଼ିଲେ ସେଥିରୁ ଆଉ ଏକ ନୂଆ ରକ୍ତବୀଜ ଜନ୍ମ ହେବେ। ଶେଷରେ ମା କାଳୀ ତାର ରକ୍ତକୁ ଭୂମିରେ ପଡ଼ିବାକୁ ନ ଦେଇ ନିଜେ ପାନ କରି ସମାପ୍ତ କରିଥିଲେ। ଠାକୁରଙ୍କ ବିଚାରଧାରା ଅନୁସାରେ ଯେଉଁ ରକ୍ତ ଶୋଷଣକାରୀ ଶବ୍ଦ ରହିଛି, ତାହା ଦୁର୍ବଳତା ଓ ନକାରାତ୍ମକ ଚିନ୍ତା ହିଁ ହେଉଛି ରକ୍ତବୀଜ। ଯଦି ଗୋଟିଏ ଦୁର୍ବଳ ଚିନ୍ତାକୁ ମନ ଭିତରେ ଆମେ ସ୍ଥାନ ଦେବା, ସେଥିରୁ ଆଉ ଗୋଟିଏ ନୂଆ ସଂଶୟ ଜନ୍ମ ହେବ, ଆଉ ଆମର ମାନସିକ ଶକ୍ତିକୁ ଶୋଷି ନେବ। ତେଣୁ ଆମେ ସାହସୀ ହୋଇ ଦୁର୍ବଳତାକୁ ଧ୍ୱଂସ କରିଦେବା। ହିନ୍ଦୁ ପୌରାଣିକ କଥା ଅନୁସାରେ ରହିଛି ଗୋଟିଏ ବୃତ୍ତାସୁର ବଧ। ଋଗ୍ବେଦରେ ବୃତ୍ତାସୁର ନାମକ ଏକ ବିଶାଳ ସର୍ପ ସଦୃଶ ଅସୁରର ବର୍ଣ୍ଣନା ରହିଛି, ଯିଏ ପୃଥିବୀର ସମସ୍ତ ଜଳକୁ ଅବରୋଧ କରି ରଖିଥିଲା, ଯାହାଦ୍ୱାରା ସୃଷ୍ଟିରେ ମରୁଡ଼ି ଓ ଅଚଳାବସ୍ଥା ଦେଖାଯାଇଥିଲା। ଶେଷରେ ଦେବରାଜ ଇନ୍ଦ୍ର ନିଜ ବଜ୍ର ସାହାଯ୍ୟରେ ତାକୁ ବଧ କରି ଜଳ ପ୍ରବାହିତ କରିଥିଲେ। ସେହିପରି ଆମେ ମାନସିକ ଦୁର୍ବଳତା ଓ ଅବସାଦ ହେଉଛି ବୃତ୍ତାସୁର। ଏହା ମଣିଷର ଆନନ୍ଦ, ଉତ୍ସାହ, ପ୍ରତିଭାର ଜଳଧାରାକୁ ଅଟକାଇ ଦିଏ। ଏହାକୁ ନଷ୍ଟ ପାଇଁ ଆମକୁ ଆତ୍ମବିଶ୍ୱାସକୁ ଜାଗ୍ରତ କରିବାକୁ ପଡ଼ିବ। ତେଣୁକରି ଏହି ସବୁକୁ ମୂଳରୁ ଶେଷ କରିବା ପାଇଁ ଶ୍ରୀ ଠାକୁର ଏକ ସହଜ ଉପାୟ ଦେଇଛନ୍ତି। ତାହା ହେଉଛି ଇଷ୍ଟ ସଂଲଗ୍ନତା। ଯଦି ଆମେ ତାଙ୍କ ପ୍ରତି ସମ୍ପୂର୍ଣ୍ଣ ଅନୁରକ୍ତ ହେବା, ତେବେ ତାଙ୍କ ପ୍ରେରଣା ଆମ ମନର ସବୁ ଅନ୍ଧକାରକୁ ହଟାଇ ଦେବ। ଜୟଗୁରୁ।